ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରଟିଏ କରିଛନ୍ତି କି? ତେଣୁ ସରକାରଙ୍କ ତରଫରୁ ମିଳିବ 8 ଲକ୍ଷ ଟଙ୍କା। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିମ୍ନ ମଧ୍ୟବର୍ତ୍ତୀ ଗରିବ ପରିଶ୍ରମୀ ଲୋକ, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବମୋଟ 2 ଲକ୍ଷ ପର୍ଯ୍ୟନ୍ତ ସହାୟତା ମିଳୁଛି। ତେଣୁ ସରକାର ଗୋଟେ ନୂଆ ଯୋଜନା ଆରମ୍ଭ କରିଛି 2.0 ଗ୍ରାମୀଣ PMAY 2.0, ଯାହା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆପଣମାନଙ୍କୁ 8 ଲକ୍ଷ ପର୍ଯ୍ୟନ୍ତ ସହାୟତା ମିଳିବ। ସେଥିରୁ କିଛି ଆପଣମାନଙ୍କୁ ସବସିଡ଼ି ମିଳିବ, ଆଉ କିଛି ଆପଣମାନେ ବାର୍ଷିକ 4% ବା 4% ସୁଧ ହାରରେ ସବୁ ସୁଝିବେ। ତେଣୁ ଏହା ସମସ୍ତଙ୍କ ପାଇଁ ସୁବିଧା, ଯେ କି ଆପଣ କୌଣସି ବ୍ୟାଙ୍କ ଯାଆନ୍ତୁ, ଯେକୌଣସି ଠାରୁ ଲୋନ୍ ଆଣନ୍ତୁ, ଆପଣଙ୍କୁ ଅଧିକ ପରସେଣ୍ଟ ସୁଧ ନେବେ। ମ୍ୟାକ୍ସିମମ୍ 10ରୁ 12 ନେଇଯିବେ ପଛେ, କମ ନାହିଁ। କିନ୍ତୁ ସରକାର ଆପଣଙ୍କୁ 4% ସୁଧରେ ଲୋନ୍ ଦେବେ, କିଛି ଅଳ୍ପ କିଛି ସବସିଡ଼ି କରିକି, ଆଉ ଯାହା ସବୁ ଆପଣମାନେ ସୁଝିବାକୁ ପଡ଼ିବ। ତେଣୁ ଆପଣଙ୍କୁ ଏକକାଳୀନ 8 ଲକ୍ଷ ଟଙ୍କା ସରକାର ଦେଇଦେବେ। ଏହା ହେଉଛି ଭଲ ଘୋଷଣା, ଯେ କି ସରକାର ଆପଣମାନଙ୍କର ଘର କରିବା ପାଇଁ ଆପଣଙ୍କୁ ସମସ୍ତ ସୁବିଧା ସୁଯୋଗ ଦେଉଛନ୍ତି। କାରଣ ଆଜିକାଲି ସମସ୍ତ ରେଟ୍ ବଢ଼ିଗଲାଣି, ସିମେଣ୍ଟ ରେଟ୍, ରଡ଼ ରେଟ୍, ଗୋଡ଼ି ବାଲି ଇଟା ସବୁ। ତେଣୁ ଆପଣମାନେ ଯଦି ଘରଟିଏ କରିବାକୁ ଚାହୁଁଛନ୍ତି, ତାହେଲେ ମିନିମମ୍ 5 ଲକ୍ଷରୁ 10 ଲକ୍ଷ ଭିତରେ ଦରକାର ହେଉଛି। ତେଣୁ ସରକାର କ'ଣ କରିବେ, 8 ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଲୋନ୍ ଦେବେ, ଆଉ ଆପଣ ଆପଣଙ୍କ ହାତରୁ କିଛି ମିଶାଇ ଗୋଟେ ଭଲ ଘରଟିଏ କରିପାରିବେ। ଘରଟିଏ କରିବା ଫଳରେ ଆପଣମାନେ ବାତ୍ୟା, ବନ୍ୟା, ମରୁଡ଼ି ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇପାରିବେ। ତେଣୁ ସରକାର ସମସ୍ତଙ୍କୁ ଘରଟିଏ ଯୋଗାଇ ଦେବା ଭଳି ପ୍ରତିଶ୍ରୁତିବଦ୍ଧ। ଆମର ଓଡ଼ିଶା ସରକାର ଏ ବର୍ଷ 24-25 ଫାଇନାନ୍ସିଆଲ ଇୟରରେ ପ୍ରାୟ 20 ଲକ୍ଷ ଘର ଦେବେ ବୋଲି କହିଛନ୍ତି। ତେଣୁ ସିଏ ଯେଉଁ 2 ଲକ୍ଷ ଟଙ୍କା ହେଉଛି ମାତ୍ର କିଛି, ସେଥିରେ ଆପଣ କିଛି ଆଡ଼୍ କରିପାରୁନାହାନ୍ତି, କିଏ ଯୋଗ କରିକି ଭଲ ଘରଟେ କରୁଛି, କି କରିପାରୁନି, ସିଏ ବାସ୍ ଗୋଟେ ଛୋଟ ଘର କରିଦେଉଛି। ତେଣୁ ସାମଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ, 8 ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଲୋନ୍ ମିଳିବ। ସେଇ 8 ଲକ୍ଷରେ ଆପଣମାନେ ଘରଟିଏ ଭଲ ଘରଟିଏ କରି ବାର୍ଷିକ 4% ହାରରେ ଆପଣ ସୁଝିବାକୁ ପଡ଼ିବ। ତେଣୁ ମାତ୍ର 4%। ତେଣୁ ଆପଣମାନଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ଆପ୍ଲାଏ କରିନାହାନ୍ତି, ଏବେ ଆପ୍ଲାଏ କରିଦିଅନ୍ତୁ, କାରଣ ଏହା ବର୍ତ୍ତମାନ ଫର୍ମ ପଡ଼ୁଛି। ଯଦି ଆପଣ ପକାଇବା କଥା ପକାନ୍ତୁ, ଆପଣଙ୍କୁ ମିଳିଯିବ। ଇଏ ହେଲା ସରକାରଙ୍କର ଗୋଟେ ମୁଖ୍ୟ ଆକର୍ଷଣ, ଯେ କି ଆପଣମାନେ ଖୁବ୍ ଶୀଘ୍ର ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତୁ। ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। ନମସ୍କାର।